ଅନ୍ୟ କାହା ପାଇଁ ନିଜକୁ ପରିବର୍ତ୍ତନ କର ନାହିଁ, କାରଣ ସେମାନଙ୍କୁ ତୁମେ ଯେପରି ତାହା ପସନ୍ଦ ନୁହେଁ। ମୋ ପିଲାମାନେ, ତୁମେ ନିଜ ଭିତରେ ବହୁତ ସ୍ୱତନ୍ତ୍ର ଅଟ। କିନ୍ତୁ ଯଦି ତୁମେ ନିଜେ ଅନୁଭବ କର ଯେ ତୁମ ଭିତରେ କିଛି ଅଭାବ ଅଛି, ତେବେ ନିଶ୍ଚିତ ଭାବରେ ସେଗୁଡ଼ିକୁ ସୁଧାର ନିଜ ପାଇଁ, ନିଜକୁ ଜଣେ ଭଲ ମଣିଷ କରିବା ପାଇଁ। ସର୍ବଦା ତୁମର ମନର କଥାକୁ ଶୁଣ, କାରଣ ମୁଁ ତୁମ ମନରେ ବାସ କରେ ଏବଂ ତୁମ ଭିତରର ଆବାଜ ହୋଇ ତୁମକୁ ମାର୍ଗଦର୍ଶନ କରେ। ତୁମେ ସମସ୍ତଙ୍କଠାରୁ ଆଶା ରଖୁଛ, ସେଥିପାଇଁ ତୁମେ ବାରମ୍ବାର ଦୁଃଖିତ ହେଉଛ, ଆଘାତ ପାଉଛ। ମୋତେ କ'ଣ ତାହା ଭଲ ଲାଗିବ? ତେଣୁ ତୁମକୁ ଯାହା ଦରକାର ମୋତେ କୁହ, ମୁଁ ଅଛି ତୁମର ସମସ୍ତ ଇଚ୍ଛା ପୂରଣ କରିବା ପାଇଁ। ମୁଁ ଜାଣିଛି ତୁମେ ଯେଉଁ କାର୍ଯ୍ୟରେ ଅସଫଳ ହେଉଛ। ତୁମକୁ ଆଜି ମୁଁ କହୁଛି, ଆଜି ସେହି କାର୍ଯ୍ୟକୁ ପୁନର୍ବାର କରିବାକୁ ଚେଷ୍ଟା କର। ଏଥର ତୁମକୁ ଜଣାଅଛି ଯେ କେଉଁଠାରେ ତୁମେ ଭୁଲ ଅଛ। ମୁଁ ମାର୍ଗଦର୍ଶନ କରିବି। ଆଜିଠାରୁ ପୁଣି ଥରେ ଚେଷ୍ଟା କର। ନିଜର ସାହସ ହରାଅ ନାହିଁ, କାରଣ ତୁମର ସେହି ସାହସ ହେତୁ ତୁମେ ଏହି ଅସୁବିଧାକୁ ଦୂର କରିପାରିବ। ଦେଖିବ ସବୁକିଛି ଭଲ ହେବ, ଠିକ୍ ହେବ। ମୋ ଆଶୀର୍ବାଦରୁ ଖୁବ୍ ଶୀଘ୍ର ତୁମକୁ ଏକ ଭଲ ଖବର ମିଳିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।